ସମସ୍ତଙ୍କୁ ଶୁଭେଚ୍ଛା। ଏବେ ଆସନ୍ତୁ ଜାଣିବା ଭିଡିଓ ଲାଇଟ୍ କୁ ବ୍ୟବହାର କରି ଆମେ କିପରି ପ୍ରଡକ୍ଟ ଫଟୋଗ୍ରାଫି କରିଥାଉ। ପୂର୍ବ ସେଟଅପ୍ ଭଳି ଆମେ ମଧ୍ୟ ସମାନ ସେଟଅପ୍ ତିଆରି କରିବୁ। ଆମେ ଏକ ପୃଷ୍ଠଭୂମି ଯୋଡ଼ିବୁ ଏବଂ ପୃଷ୍ଠଭୂମି ତଳେ ଆମେ ଏକ ଧଳା କାଗଜ ରଖିବୁ ଏବଂ ଏହା ଉପରେ ଏକ ଉତ୍ପାଦ ରଖିବୁ। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖାଉଛି ଯେ ମୁଁ କିପରି ଲାଇଟ୍ ସେଟ୍ କରେ, ମୁଁ ସେମାନଙ୍କୁ କେଉଁଠାରେ ରଖେ ଏବଂ ମୁଁ କେଉଁ ଲାଇଟ୍ ବ୍ୟବହାର କରେ। ଏଠାରେ ମୁଁ ସାମାନ୍ୟ ମହଙ୍ଗା ଲାଇଟ୍ ବ୍ୟବହାର କରୁଛି। ଏତେ ମହଙ୍ଗା ଲାଇଟ୍‌କୁ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ। ଅ ଆପଣ ଏହାଛଡ଼ା ଅନଲାଇନ୍ ସପିଂ ସାଇଟ୍‌ରେ ଅ ଅନେକ ଭଲ ଏବଂ ଶସ୍ତା ଲାଇଟ୍ ବି ପାଇପାରିବେ, ଯେଉଁଗୁଡ଼ିକ ହେଉଛି ଭିଡିଓ ଲାଇଟ୍, ଯାହାକୁ ଆପଣ ସହଜରେ ଆପଣଙ୍କ ଉତ୍ପାଦ ସୁଟ୍ କରିବା ପାଇଁ ବ୍ୟବହାର କରିପାରିବେ। ଷ୍ଟୁଡିଓ ଫ୍ଲାସ୍ ବିଷୟରେ କଥା ହେବା ନାହିଁ। ଏଠାରେ ଆମେ ନିରନ୍ତର ଆଲୋକ କିମ୍ବା ଭିଡିଓ ଲାଇଟ୍‌ରେ କିପରି ସୁଟିଂ କରିଥାଉ, ସେହି ବିଷୟରେ କଥା ହେବାକୁ ଯାଉଛୁ। ଏଇ ଲାଇଟ୍‌ଟା ଯେମିତି ଭାବରେ ଆପଣ ଦେଖିବେ, ଆପଣ ବିଭିନ୍ନ ମୂଲ୍ୟ ପଏଣ୍ଟରେ ଭିଡିଓ ଲାଇଟ୍ ପାଇଯାଇପାରିବେ। ଅଧିକ ମୂଲ୍ୟର ଭିଡିଓ ଲାଇଟ୍ ଏମିତି ଦେଖାଯାଉଛି। ସିଏ ପ୍ରାୟତଃ ଏମିତି ହିଁ ଦେଖାଯାଏ। ମୁଁ ଆପଣଙ୍କୁ କମ୍ ମୂଲ୍ୟର ଭିଡିଓ ଲାଇଟ୍‌ର ଏକ ଫଟୋ ପ୍ରଦାନ କରୁଛି, ଆପଣ ଦେଖିପାରିବେ। ଆମେ ପ୍ରଥମେ ଯେଉଁ ଆଲୋକ ଦେଖୁଛୁ, ତାହା ଅନଲାଇନ୍ ସପିଂ ସାଇଟ୍‌ରେ ଉପଲବ୍ଧ ସବୁଠାରୁ ଶସ୍ତା ଏବଂ ସବୁଠାରୁ ଉପଯୋଗୀ ଆଲୋକ ଅଟେ। ଏହି ଆଲୋକର ମୂଲ୍ୟ 350 ଟଙ୍କାରୁ ଆରମ୍ଭ ହୋଇ 2000 କିମ୍ବା 2500 ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏହି ମୂଲ୍ୟ ପାର୍ଥକ୍ୟର କାରଣ ହେଉଛି କିଛି ଲାଇଟ୍ ଅତ୍ୟଧିକ ଧଳାରୁ ଅତ୍ୟଧିକ ହଳଦିଆ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗର ତାପମାତ୍ରା ପ୍ରଦାନ କରିଥାଏ, ଯାହା 500ରୁ 600ରୁ 1000 ପର୍ଯ୍ୟନ୍ତ ସ୍ପେକ୍ଟ୍ରମକୁ କଭର କରିଥାଏ। ଆପଣ ଏଲ୍‌ଇଡି ଲାଇଟ୍‌ରେ ଦେଖାଯାଇଥିବା 3ଟି ଧଳା ବାଲାନ୍ସ ଗ୍ରେଡ୍ ମଧ୍ୟ ପାଇପାରିବେ, ଯେପରିକି ଉଷୁମ ଧଳା, ଧଳା ଏବଂ ଉଷୁମ ହଳଦିଆ। ଠିକ୍ ଏହିଭଳି ପରବର୍ତ୍ତୀ ପ୍ରକାରର ଆଲୋକ ହେଉଛି ଏକ ପ୍ୟାନେଲ୍ ଲାଇଟ୍। ପ୍ୟାନେଲ୍ ଲାଇଟ୍‌ର ମୂଲ୍ୟ ଟିକେ ଅଧିକ, କିନ୍ତୁ ପ୍ୟାନେଲ୍ ଲାଇଟ୍‌ର ଗୁଣବତ୍ତା ରିଂ ଲାଇଟ୍ ତୁଳନାରେ ଭଲ। ପ୍ୟାନେଲ୍ ଲାଇଟ୍ ଆପଣଙ୍କୁ କିଛି ଫାଇଦା ମଧ୍ୟ ଦେଇଥାଏ। ଆପଣ ବିଭିନ୍ନ ଗ୍ରେଡ୍‌ରେ ଅନେକ ପ୍ରକାରର ରଙ୍ଗର ତାପମାତ୍ରା ପାଇପାରିବେ, 200ରୁ 6000 ପର୍ଯ୍ୟନ୍ତ। ଏବଂ ଏଥିରେ ଏକ ରିମୋଟ୍ ମଧ୍ୟ ରହିଛି, ଯେଉଁଥିରୁ ଆପଣ ପ୍ୟାନେଲ୍ ଲାଇଟ୍‌କୁ ନିୟନ୍ତ୍ରଣ କରିପାରିବେ। ପରବର୍ତ୍ତୀ ଆଲୋକ ହେଉଛି AC/DC ଏଲ୍‌ଇଡି ଲାଇଟ୍। ମୁଁ ଦେଖାଇଥିବା 3ଟି ଲାଇଟ୍ ଠାରୁ ଏହି ଏଲ୍‌ଇଡି ଲାଇଟ୍ ସବୁଠାରୁ ମହଙ୍ଗା ଅଟେ। ଏବଂ ଏହି ଆଲୋକର ସର୍ବୋତ୍ତମ ଫାଇଦା ହେଉଛି ଆପଣ ଏହି ଆଲୋକରେ ଏକ ସଫ୍ଟ ବକ୍ସ ବ୍ୟବହାର କରିପାରିବେ। ସଫ୍ଟ ବକ୍ସ ହେଉଛି ଲାଇଟ୍‌କୁ ଟିକେ ସଫ୍ଟ କରିବା ପାଇଁ ଏକ ପ୍ରକାରର ସେପର, ଯାହା ଏକ ପ୍ରକାର ସ୍ୱତନ୍ତ୍ର କପଡ଼ାରେ ନିର୍ମିତ, ଯାହାକୁ ଆପଣ ଏହି ଆଲୋକ ଉପରେ ରଖିପାରିବେ। ଆପଣ ଏହାକୁ ଅନ୍ୟ କୌଣସି ଆଲୋକରେ ରଖିପାରିବେ ନାହିଁ। ମୁଁ ଆପଣଙ୍କୁ ପୂର୍ବରୁ ଦେଖାଇଥିବା ଲାଇଟ୍‌ରେ ଆପଣ ଏହାକୁ ଲଗାଇ ପାରିବେ ନାହିଁ। ଆସନ୍ତୁ ଏହା ସହିତ ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ଏଇ ଆଲୋକର ଦାମ ଯେତିକି ହେବ, ଲାଇଟ୍ ସେପରର ମୂଲ୍ୟ ତା'ଠାରୁ ବହୁତ ବେଶୀ ଅଧିକା। ମୁଁ ପ୍ରଥମେ ଏତେ ଦାମୀ ଲାଇଟ୍ ନ ଲଗାଇବାକୁ ପରାମର୍ଶ ଦେବି। ଯଦି ମୁଁ ଦେଖିଥିବା ଶସ୍ତା ଆଲୋକ ଅତ୍ୟଧିକ ଶକ୍ତିଶାଳୀ ଏବଂ ଛାୟା ସୃଷ୍ଟି କରେ, ତେବେ ଏହା ପୂର୍ବରୁ ଆମେ ଏହାର କଠୋରତାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଧଳା ଟ୍ରେସିଂ କାଗଜ କିମ୍ବା ଏକ ପତଳା ଧଳା କପଡ଼ା ବ୍ୟବହାର କରିପାରିବା। ତା'ଛଡ଼ା AC/DC ଲାଇଟ୍ ବ୍ୟାଟେରୀରେ କାମ କରେ, ତେଣୁ ଆପଣଙ୍କୁ କୌଣସି ବିଜୁଳିର ଆବଶ୍ୟକତା ନାହିଁ। ଆପଣ ଏହାକୁ ଆଉଟଡୋର୍ ସୁଟ୍ ପାଇଁ ବ୍ୟବହାର କରିପାରିବେ, କିମ୍ବା ବିକଳ୍ପ ଭାବରେ ଆପଣ ଏହାକୁ ଏକ ସାଧାରଣ ବୈଦ୍ୟୁତିକ ସଂଯୋଗ ମାଧ୍ୟମରେ ଶକ୍ତି ପ୍ରଦାନ ମଧ୍ୟ କରିପାରିବେ। ଅ, ପରବର୍ତ୍ତୀ ଭିଡିଓ ଯୋଉଟା ଆମର ଆସୁଛି, ଆମେ ସେଥିରେ ହ୍ୱାଇଟ୍ ବାଲାନ୍ସ ବା ଧଳା ସନ୍ତୁଳନ ବିଷୟରେ କହିବୁ। ଧଳା ସନ୍ତୁଳନ ବିଷୟରେ କହିବା ପରେ ଆମେ ଦେଖିବୁ ଯେ ମୁଁ ଏଠାରେ ଲାଇଟ୍ ସହିତ ତିଆରି କରିଥିବା ସେଟଅପ୍, ସେଇ ସେଟଅପ୍ ମୋବାଇଲ୍ ଭିତରୁ ସେଇ ସେଟଅପ୍ କିପରି ଦେଖାଯିବ ଏବଂ ସେଇ ସେଟଅପ୍ କିପରି ଦେଖାଯିବ ତାର ଏକ ଚିତ୍ର ମୁଁ ତିଆରି କଲି। ଏହି ଚିତ୍ର ମାଧ୍ୟମରେ ମୁଁ ଆପଣଙ୍କୁ ଦେଖାଇବି କେଉଁ ସ୍ଥିତିରେ ଲାଇଟ୍ ରଖିବା ଉଚିତ ହେବ। 5600 ହେଉଛି ସୂର୍ଯ୍ୟ କିରଣର ରଙ୍ଗ ତାପମାତ୍ରା।
ଆଉ ଷ୍ଟୁଡିଓ ଫ୍ଲାସ୍ ହେଉଛି 5600 ମାନେ 5600 କେଲଭିନ୍ ଲାଇଟ୍ ଲ୍ୟାମ୍ପ। ଭିଡିଓ ଲାଇଟ୍ କ୍ଷେତ୍ରରେ ବର୍ତ୍ତମାନ ଉପଲବ୍ଧ ଫାଇଦା ହେଉଛି ଆପଣ ରଙ୍ଗ ତାପମାତ୍ରା ପରିବର୍ତ୍ତନ କରିପାରିବେ, ଯାହାଦ୍ୱାରା ଆପଣ ଦେଖୁଥିବା ହଳଦିଆ ଆଲୋକକୁ ଧଳା କରିପାରିବେ। ଏଭଳି ସ୍ଥିତିରେ ଆଉ ଏକ କଥା ସାମ୍ନାକୁ ଆସିଥାଏ ଯାହାକୁ ଆମେ ହ୍ୱାଇଟ୍ ବାଲାନ୍ସ ବୋଲି କହିଥାଉ। ଅର୍ଥାତ୍ ଯଦି ଆପଣଙ୍କ ଲାଇଟ୍ ହଳଦିଆ ହୋଇଥାଏ, ତେବେ ଆପଣ ଯେତେବେଳେ ଫଟୋ ଉଠାଉଛନ୍ତି ସେ ସମୟରେ ଆପଣଙ୍କ ଧଳା ରଙ୍ଗଟା ଠିକ୍ ଭାବରେ ଆସିନଥାଏ। ଧଳା ସନ୍ତୁଳନକୁ ପରିବର୍ତ୍ତନ ଏବଂ ଆଡଜଷ୍ଟ କରିବା ପରେ, ମାନେ ହ୍ୱାଇଟ୍ ବାଲାନ୍ସ କରିବା ପରେ ଆମେ ଏପଟ ସେପଟ କରି ଶୁଦ୍ଧ ଧଳା ହାସଲ କରିପାରିବା। ଏହି ଧଳା ସନ୍ତୁଳନ ପରିବର୍ତ୍ତନ କରିବାକୁ ଅନେକ ପଦ୍ଧତି ଅଛି। ଗୋଟିଏ ହେଲା ତ ମାନୁଆଲି, ଆଉ ଗୋଟିଏ ହେଲା ସ୍ୱତଃସ୍ଫୂର୍ତ୍ତ ବା ଅଟୋମେଟିକ୍। ଯେତେବେଳେ ଆପଣ ଆପଣଙ୍କ ମୋବାଇଲ ଡିଭାଇସରେ ପ୍ରୋ ମୋଡ୍ ଆକ୍ସେସ୍ କରନ୍ତି, ଆପଣ ଧଳା ବାଲାନ୍ସ ପାଇଁ ଏକ ବିକଳ୍ପ ପାଇବେ, ଯାହାକୁ WB ଭାବରେ ଦର୍ଶାଯାଇଛି। ତେବେ ଏହାକୁ ସର୍ବଦା ହ୍ୱାଇଟ୍ ବାଲାନ୍ସ ବୋଲି ସ୍ପଷ୍ଟ ଭାବରେ ଲେଖାଯାଇ ନପାରେ, ଅଥବା ଫଟୋ ଉଠାଇବା ପୂର୍ବରୁ ଆପଣ ଏଠାରେ କିଛି ଆଡଜଷ୍ଟମେଣ୍ଟ କରିପାରିବେ। ସେଇଠି ଆପଣ ହ୍ୱାଇଟ୍ ବାଲାନ୍ସ କରିବାର ସୁଯୋଗ ପାଇପାରିବେ। ବିକଳ୍ପ ଭାବରେ ଫଟୋ ଉଠାଇବା ପରେ ଆପଣ ଯେକୌଣସି ହ୍ୱାଇଟ୍ ବାଲାନ୍ସ ଆପ୍ ବ୍ୟବହାର କରି ସେଗୁଡ଼ିକୁ ସମ୍ପାଦିତ କରିପାରିବେ। ଆଲୋକ ବିଷୟରେ ଏହା ଏକ ଧାରଣା ଯାହା ମୁଁ ଏହି ଭିଡିଓରେ ଦେଉଛି। ଆଉ ଏବେ ମୁଁ ଆପଣମାନଙ୍କୁ ଦେଖାଇବି ଯେ ଏହି ଆଲୋକ କିପରି ଦେଖାଯାଏ। ଫ୍ରେମ୍‌ର ବାମ ପାର୍ଶ୍ୱରେ ଥିବା ଆଲୋକକୁ ମୁଖ୍ୟ ଆଲୋକ କୁହାଯାଏ ଏବଂ ଡାହାଣ ପାର୍ଶ୍ୱରେ ଥିବା କ୍ଷୁଦ୍ର ଆକାରର ଆଲୋକକୁ ଫିଲ୍ ଲାଇଟ୍ କୁହାଯାଏ। ଫିଲ୍ ଲାଇଟ୍ ଓ ମେନ୍ ଲାଇଟ୍ ରଖିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। କ୍ୟାମେରାର ଉଭୟ ପାର୍ଶ୍ୱରେ ଦୁଇଟି ଲାଇଟ୍ ସବୁବେଳେ ରହିବ, ଗୋଟିଏ ପାର୍ଶ୍ୱରେ କେବେ ବି ରହିବ ନାହିଁ। ମୁଖ୍ୟ ଆଲୋକ ରଖାଯିବା ଉଚିତ ଯେଉଁଠାରେ ଉତ୍ପାଦର ପରିମାପ ସବୁଠାରୁ ଭଲ ଭାବରେ ଦେଖାଯାଇପାରିବ, ଏବଂ ଫିଲ୍ ଲାଇଟ୍ ମୁଖ୍ୟ ଆଲୋକର ବିପରୀତ ଏବଂ ଯଥାସମ୍ଭବ କ୍ୟାମେରା ନିକଟରେ ଅବସ୍ଥାପିତ ହେବା ଉଚିତ। ମୁଖ୍ୟ ଆଲୋକ ଦ୍ୱାରା ସୃଷ୍ଟି ହୋଇଥିବା କଠୋର ଛାୟାକୁ ହ୍ରାସ କରିବା ହେଉଛି ଫିଲ୍ ଲାଇଟ୍‌ର ଉଦ୍ଦେଶ୍ୟ। ଫଟୋଗ୍ରାଫିରେ ସୂର୍ଯ୍ୟକିରଣର ବିକଳ୍ପ ଭାବରେ ମୁଖ୍ୟ ଆଲୋକ ବ୍ୟବହାର କରାଯାଏ। ମୁଖ୍ୟ ଆଲୋକ ହେଉଛି ଆଲୋକ ଉତ୍ସ ଯାହା ଉତ୍ପାଦକୁ ଆଲୋକିତ କରେ ଏବଂ ଫଟୋରେ ପରିମାପ ସୃଷ୍ଟି କରିବାରେ ସାହାଯ୍ୟ କରେ। ପ୍ରାକୃତିକ ଆଲୋକ ସୁଟିଂ ସମୟରେ ମୁଁ ଆପଣଙ୍କୁ ସୂର୍ଯ୍ୟକିରଣର ବିପରୀତ ପାର୍ଶ୍ୱରେ ରଖାଯାଇଥିବା ଥର୍ମୋକୋଲ୍ ବା ରିଫ୍ଲେକ୍ଟରର ବ୍ୟବହାର ଦେଖାଇଥିଲି। ଏହି କ୍ଷେତ୍ରରେ ଫିଲ୍ ଲାଇଟ୍ ଥର୍ମୋକୋଲ୍ ବା ରିଫ୍ଲେକ୍ଟରର ଭୂମିକା ନିର୍ବାହ କରୁଛି, ଅର୍ଥାତ୍ ମୁଖ୍ୟ ଆଲୋକ ଦ୍ୱାରା ସୃଷ୍ଟି ହୋଇଥିବା କଠୋର ଛାୟା ଭର୍ତ୍ତି ଆଲୋକ ଦ୍ୱାରା ହ୍ରାସ ପାଇଥାଏ। ବର୍ତ୍ତମାନ ଆସନ୍ତୁ ଏହି ଲାଇଟିଂ ସେଟଅପ୍‌ରେ ପ୍ରଡକ୍ଟକୁ କ୍ୟାପଚର କରିବାକୁ ଆଗକୁ ବଢ଼ିବା। ବର୍ତ୍ତମାନ ଆମେ ସଠିକ୍ ପ୍ରଦର୍ଶନ ସହିତ ଉତ୍ପାଦ ଦେଖିପାରିବା। ବ୍ରାଇଟନେସ୍‌କୁ କମେଇ ବଢ଼େଇ ଏକ୍ସପୋଜରକୁ ଆମେ ସ୍ଥିର କରିନେବା। ବର୍ତ୍ତମାନ ଆମେ ସଠିକ୍ ଏକ୍ସପୋଜର ସହିତ ପ୍ରଦର୍ଶନ ସହିତ ଉତ୍ପାଦକୁ ଦେଖିପାରିବା। ଏହାପରେ ଆମେ ଦୁଇ ପ୍ରକାରର ଫଟୋ ଉଠାଇଥାଉ, ଗୋଟିଏ ବିନା ଆଲୋକରେ ଥାଏ ଆଉ ଅନ୍ୟଟି ହେଉଛି ଭର୍ତ୍ତି ଆଲୋକରେ। ଏବେ ମୁଁ ଆପଣମାନଙ୍କୁ ଦେଖାଇବି ଯେ ଫିଲ୍ ଲାଇଟ୍‌ରେ ଚିତ୍ରଟି କେମିତି ଦେଖାଯାଉଛି ଏବଂ ବିନା ଆଲୋକରେ ଚିତ୍ରଟି କେମିତି ଦେଖାଯାଉଛି ତାହା ମଧ୍ୟ ଦେଖାଇବି। ପ୍ରଥମେ ଆମେ ଦେଖୁଥିବା ଛବିଟି ବିନା ଆଲୋକରେ। ଡାହାଣ ପାର୍ଶ୍ୱରେ ଆପଣ ଏକ ଶକ୍ତିଶାଳୀ ଛାୟା ସୃଷ୍ଟି ହୋଇଥିବା ଦେଖିପାରିବେ, ଯାହା ଭଲ ଦେଖାଯାଉ ନାହିଁ। ପରବର୍ତ୍ତୀ ଚିତ୍ରରେ ଆମେ ଦେଖିପାରିବା ଯେ ଆମେ କିପରି ଫିଲ୍ ଲାଇଟ୍ ବ୍ୟବହାର କରି ଏହି ଶକ୍ତିଶାଳୀ ଛାୟାକୁ ହ୍ରାସ କରିପାରିବା। ବର୍ତ୍ତମାନ ଆମେ ଦେଖୁଛୁ ଯେ ଶକ୍ତିଶାଳୀ ଛାୟା ଆଉ ନାହିଁ ଏବଂ ଉତ୍ପାଦ ମଧ୍ୟ ପ୍ରକୃତରେ ସୁନ୍ଦର ଦେଖାଯାଉଛି। ଆଲୋକ ଏବଂ ଛାୟାର ପରସ୍ପର ସମ୍ପର୍କ, ଯେଉଁଠାରୁ ଉତ୍ପାଦର ପରିମାପ ସୃଷ୍ଟି କରାଯାଏ, ବହୁତ ସ୍ପଷ୍ଟ ଭାବରେ ବୁଝାପଡ଼େ। ଏଠାରେ କୌଣସି ଚିତ୍ର ସମ୍ପାଦିତ ହୋଇନାହିଁ, ଯେମିତି ଫଟୋ ଉଠାଯାଇଥିଲା ସେଇଭଳି ଦର୍ଶାଯାଇଛି। ଯେତେବେଳେ ଆମେ ପରବର୍ତ୍ତୀ ଭିଡିଓରେ ସମ୍ପାଦନା ଶିଖିବୁ, ଆମେ ଦେଖିବୁ କିପରି ସେଗୁଡ଼ିକୁ ସମ୍ପାଦନ କରାଯିବ। ଧନ୍ୟବାଦ।